ସବୁବେଳେ ପୂଜା ପାଠ କରୁଥିବା ଲୋକେ କାହିଁକି ଦୁଃଖ ଭୋଗ କରନ୍ତି କାହିଁକି ସେମାନେ ଅଧିକ କଷ୍ଟ ପାଇଥାନ୍ତି ଶ୍ରୀକୃଷ୍ଣ ନିଜେ କହିଛନ୍ତି ଏହାର କାରଣ ଏ ଦୁନିଆରେ ଗୋଟିଏ ଅଜବ କଥା ଦେଖାଯାଏ ଯିଏ ସବୁବେଳେ ପୂଜା ପାଠ କରେ ମନ୍ଦିର ଯାଇଥାଏ ସତ୍ସଙ୍ଗ କରିଥାଏ ଦାନ ଧର୍ମ କରିଥାଏ କାହାର ଅମଙ୍ଗଳ ଚିନ୍ତା କରେ ନାହିଁ ସେ କିନ୍ତୁ ବହୁତ ଦୁଃଖରେ ଥାଏ ଜୀବନରେ ତାକୁ ସମସ୍ତେ ବହୁତ ହଇରାଣ ମଧ୍ୟ କରିଥାନ୍ତି କିନ୍ତୁ ଯିଏ ପୂଜା ପାଠ କରେ ନାହିଁ ମନ୍ଦିର ଯାଏ ନାହିଁ ସେ ସମସ୍ତଙ୍କୁ ହଇରାଣ କରି ସେ ସବୁବେଳେ ଖୁସିରେ ଥାଏ ଆଉ ତାକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥାନ୍ତି ତେବେ ମନରେ ପ୍ରଶ୍ନ ଉଠେ ସତରେ ଭଗବାନ ଅଛନ୍ତି ନା ନାହିଁ ଥରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନ କଥା ହେଉଥିଲେ ଅର୍ଜୁନ ପଚାରିଲେ ପ୍ରଭୁ ଏ ଦୁନିଆରେ ଯିଏ ପୂଜା ପାଠ କରେ ଈଶ୍ୱର ଭକ୍ତି କରେ ସେ ସବୁବେଳେ ଦୁଃଖ ପାଇଥାଏ କାହିଁକି ଆଉ ଯିଏ କିଛି କରେ ନାହିଁ ସେ ଖୁସିରେ ରୁହେ ତେଣୁ ଭଗବାନ ଶ୍ରୀକୃଷ୍ଣ କହିଲେ ଜଣେ ଗୁରୁଙ୍କର ଦୁଇଟି ଶିଷ୍ୟ ଥିଲେ ଜଣେ ଭଗବାନଙ୍କ ଭକ୍ତି କରୁଥିଲା ସେବା କରୁଥିଲା ଏବଂ ଅନ୍ୟ ଜଣେ ମଦ ପିଉଥିଲା କେବେ ହେଲେ ଈଶ୍ୱର ସାଧନ କରୁନଥିଲା ସମସ୍ତ ଖରାପ କାର୍ଯ୍ୟ କରୁଥିଲା ତେବେ ଥରେ ନାସ୍ତିକ ଶିଷ୍ୟ ମଦ ପିଇକରି ଫେରିବା ବେଳେ ତାକୁ ବାଟରେ ଗୋଟିଏ ସୁନା ମୁଦ୍ରା ଥିବା ବ୍ୟାଗ ମିଳିଲା କିନ୍ତୁ ଭଲ ଶିଷ୍ୟ ଫେରିବା ବେଳେ ତା ପାଦରେ ଗୋଟିଏ କଣ୍ଟା ପଶିଗଲା ଏହି ସମୟରେ ମଦୁଆ ଶିଷ୍ୟ ସେଠି ପହଞ୍ଚି ହସିଲା ଏବଂ କହିଲା ଦେଖ ତୁ ତ ସବୁବେଳେ ଭଗବାନଙ୍କ ଭକ୍ତି କରୁଛୁ ତତେ କଣ ମିଳିଲା ତୋ ଗୋଡରେ କଣ୍ଟା ପଶିଗଲା ଏବଂ ମତେ ସୁନା ମୁଦ୍ରା ବ୍ୟାଗ ମିଳିଲା ଏ କଥା ଶୁଣିବା ପରେ ଭଲ ଶିଷ୍ୟ ଜଣଙ୍କ ଗୁରୁଙ୍କୁ ଯାଇ ପ୍ରଶ୍ନ କଲା ମୋ ସହ ଏମିତି ଖରାପ କଣ ପାଇଁ ହେଉଛି ଆଉ ତା ସହ ଏମିତି ଭଲ କଣ ପାଇଁ ହେଉଛି ତେଣୁ ଗୁରୁ ହସିକରି କହିଲେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି ତୁମେ ପୂର୍ବ ଜନ୍ମରେ ବହୁତ ପାପ କରିଥିଲ ଯାହାଫଳରେ ତୁମର ଏବେ ମୃତ୍ୟୁ ଯୋଗ ଥିଲା କିନ୍ତୁ ଏ ଜନ୍ମରେ ଈଶ୍ୱର ଭକ୍ତି କରିବା କାରଣରୁ ତୁମ ପାଦରେ କେବଳ କଣ୍ଟା ଫୁଟିଗଲା କିନ୍ତୁ ତୁମର ସାଙ୍ଗ ପୂର୍ବ ଜନ୍ମରେ ଖୁବ୍ ଈଶ୍ୱର ଭକ୍ତି କରିଥିଲା ଯାହାଫଳରେ ତାକୁ ବହୁତ ଧନ ମିଳିବାର ଥିଲା କିନ୍ତୁ ଏ ଜନ୍ମରେ ଈଶ୍ୱର ଭକ୍ତି ନ କରିବା କାରଣରୁ ତାକୁ କେବଳ ଗୋଟିଏ ସୁନା ମୁଦ୍ରା ଥିବା ବ୍ୟାଗ ମିଳିଲା ତେଣୁ ତୁମେ ବର୍ତ୍ତମାନ ସମୟରେ ସଦୁପଯୋଗ କର ହରିନାମ ଜପ କର ସତ୍ୟରେ ରୁହ ପ୍ରଭୁଙ୍କ କୃପା ପ୍ରାପ୍ତି ହେବ